ଦେଖନ୍ତୁ ସରକାର ତାଙ୍କ ଯୋଜନା କରୁଛନ୍ତି, ଲୋକଙ୍କ ମଙ୍ଗଳ ପାଇଁ କରୁଛନ୍ତି। ସମସ୍ୟା ତ ନିଶ୍ଚିତ ଭାବରେ ଆସିବ। ଆମେ ସରକାରଙ୍କୁ ଦୋଷ ଦେବାନି, ସମୟ ଆସିଲେ ସବୁ ଠିକ୍ ହେଇଯିବ। ମାନେ ସରକାର ତାକୁ ନିଶ୍ଚିତ ଭାବରେ ଉତ୍ତମ ରୂପେ ତାଙ୍କର କାର୍ଯ୍ୟଧାରାକୁ ପରିଚାଳନା କଲେ ଠିକ୍ ହେବ। ନିଶ୍ଚିତ ଭାବରେ ଲୋକମାନେ ହଇରାଣ ହେଉଛନ୍ତି, ଗରିବ ଲୋକମାନେ। ତେଣୁ ସରକାର ସେଥିପ୍ରତି ଯତ୍ନବାନ ହେବା ଦରକାର। ଯଦି ଉଚ୍ଛେଦ ସେମାନେ କରୁଛନ୍ତି କୌଣସି କାରଣବଶତଃ, ସେମାନଙ୍କୁ ତା ବଦଳରେ ଘର ଯୋଗାଇ ଦେବା ନିହାତି ଜରୁରୀ। ନହେଲେ ସେମାନେ ହଇରାଣ ହେବେ ହିଁ ହେବେ। ଏହାଦ୍ୱାରା ସରକାରଙ୍କ ପ୍ରତି ଲୋକମାନେ ବିପରୀତମୁଖୀ ବି ହୋଇପାରନ୍ତି। ନବୀନ ବାବୁ ନିଶ୍ଚିତ ଭାବରେ ଭଲ। ଆମେ ତାଙ୍କୁ ବିରୋଧ କରିପାରିବା ନାହିଁ, କିନ୍ତୁ ସମୟ, ଲୋକମାନେ ହୁଏତ କିଛି ପରିବର୍ତ୍ତନ ଚାହିଁଲେ, ସେଥିପାଇଁ ପରିବର୍ତ୍ତନ ହେଇଛି। କିନ୍ତୁ ନବୀନ ବାବୁ ଭଲ ଥିଲେ ଏବଂ ସେ ଭଲରେ ରୁହନ୍ତୁ, ଆମେ ତାଙ୍କର ଶୁଭକାମନା କରୁଛୁ। ତାଙ୍କର ରାଜନୈତିକ କାର୍ଯ୍ୟଧାରା ବହୁତ ଉଚ୍ଚକୋଟୀର। ସେ କେବେ ବି ବିରୋଧୀ ଦଳଙ୍କ ବିପକ୍ଷରେ କୁହନ୍ତି ନାହିଁ। ସେ ତାଙ୍କର ନୀରବରେ ତାଙ୍କର କାର୍ଯ୍ୟ କରି ଚାଲନ୍ତି। ଲୋକମାନଙ୍କର ସମସ୍ୟାର ସମାଧାନରେ ସେ ସବୁବେଳେ ବ୍ରତୀ ଥିଲେ, ଆଉ ତାଙ୍କର କାର୍ଯ୍ୟଧାରା ଉଚ୍ଚକୋଟୀର ଥିଲା। ମୋହନ ବାବୁ ଜଣେ ବହୁତ ଭଦ୍ର ବ୍ୟକ୍ତି, ଶାନ୍ତ, ଆଉ ଆଶା କରୁଛୁ ଯେ ସେ ଉତ୍ତମ ଭାବରେ ତାଙ୍କର କାର୍ଯ୍ୟ ତୁଲାଉଛନ୍ତି ଏବଂ ଭବିଷ୍ୟତରେ ତୁଲାଇବେ ମଧ୍ୟ।